नमस्कार आपण समस्तଙ୍କୁ टीबीसी ओडिया चैनल रे स्वागत। ଏହି ଦୁନିଆରେ ଅନେକ ପୁରୁଷମାନେ ଅଛନ୍ତି ଯେଉଁ ପୁରୁଷମାନଙ୍କର ପୁରୁଷାଙ୍ଗ ଅତି ଦୁର୍ବଳ ହୋଇଯାଇଥାଏ, ଲିଙ୍ଗ ଶିଥିଳତା ପଡ଼ିଥାଏ, ଶୀଘ୍ର ବାହାରି ପଡ଼ୁଥାଏ। କହିବାକୁ ଗଲେ ଗୋଟେ 2 ମିନିଟ୍ରେ ତାଙ୍କର ଡିସଚାର୍ଜ ହେଇଯାଉଥାଏ। ତା ସହିତ ତାଙ୍କର ଯେଉଁଟାକି ଧାତୁଟି ପତଳା ହୋଇଥାଏ ଏବଂ ପାଣିଚିଆ ହୋଇଯାଇଥାଏ। ତା ସହିତ ଅନେକ ଲୋକଙ୍କର ଝାଡ଼ା ପରିସ୍ରାରେ ମଧ୍ୟ ଧାତୁ ପଡ଼ୁଥାଏ। ଯଦି ଆପଣଙ୍କର ଏହିସବୁ ସମସ୍ୟା ରହୁଛି ତାହେଲେ ଆଜିର ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ ଯେଉଁ ଜିନିଷ ବିଷୟରେ କହିବାକୁ ଯାଉଛି, ଯେଉଁ ଗଛର ଅଠାଟିଏ ବିଷୟରେ କହିବି, ଯଦି ସେଇ ଅଠାଟିକୁ ଆପଣମାନେ ଯଦି ବ୍ୟବହାର କରିବେ ତାହେଲେ ମୁଁ ଆପଣମାନଙ୍କୁ ଗ୍ୟାରେଣ୍ଟି ଦେଇକି କହୁଛି ଆପଣମାନଙ୍କ ଶରୀର ଘୋଡ଼ା ପରି ତାକତବର ହେବ ଏବଂ ନିଜ ସ୍ତ୍ରୀ ସହିତ ଯେତେ ମିଳାମିଶା କଲେ ମଧ୍ୟ ଆପଣଙ୍କ ଶରୀର ସବୁବେଳେ ଦୁର୍ବଳ ଯେଉଁ ହେଇଯାଉଛି ସେଇଟା ହେବ ନାହିଁ କେବେ ହେଲେ। କାହିଁକି ନା ସେଇ ଜିନିଷ ଏତେ ଶକ୍ତିଶାଳୀ ଯେ ଆପଣ ଯଦି ସେଇ ଜିନିଷକୁ ବ୍ୟବହାର କରିବେ ତାହେଲେ ଆପଣଙ୍କ ଶରୀରରେ କେବେ ବି ଯେଉଁଟାକି ଶକ୍ତିହୀନ ହେବ ନାହିଁ, ଶକ୍ତି କେବେ ବି କମିବ ନାହିଁ, ଆପଣଙ୍କୁ ଦୁର୍ବଳ ଲାଗିବ ନାହିଁ। ସବୁବେଳେ ଆପଣଙ୍କ ଶରୀର ତାକତବର ରହିବ, ଆପଣଙ୍କ ଶରୀର ଆପଣଙ୍କର ଦୁର୍ବଳ ରହିବ ନାହିଁ, ସବୁବେଳେ ସବଳ ହୋଇକି ରହିବେ, ସବୁବେଳେ ଶକ୍ତି ଆପଣଙ୍କ ଶରୀରରେ ବଢ଼ିବାକୁ ଲାଗିବ। ତ ଚାଲନ୍ତୁ ମୁଁ ଆପଣମାନଙ୍କୁ ସେଇ ଚମତ୍କାରୀ ଜିନିଷ ବିଷୟରେ କହୁଛି, ସେଇ ଚମତ୍କାରୀ ଅଠା ବିଷୟରେ କହୁଛି। କିନ୍ତୁ ତାହାରି ପୂର୍ବରୁ ଆପଣମାନେ ଚ୍ୟାନେଲଟିକୁ ନୂଆ ଦେଖୁଛନ୍ତି କିମ୍ବା ପ୍ରଥମ ଥର ପାଇଁ ଦେଖୁଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଭିଡ଼ିଓଟିକୁ ନିଶ୍ଚିନ୍ତ ଭାବରେ ଲାଇକ୍ କରନ୍ତୁ। ଆଉ ଯେଉଁମାନେ ଆୟୁର୍ବେଦିକ ଉପାୟ ନିଜେ କରିପାରୁନାହାନ୍ତି ସେମାନଙ୍କ ପାଇଁ ସୁବିଧା ଅଛି। ସେଇ ସୁବିଧା କ'ଣ, ଆମଠାରୁ କେମିତି ଔଷଧ ନେଇପାରିବେ ନିଜର ଗୁପ୍ତ ରୋଗକୁ ଠିକ୍ କରିବା ପାଇଁ, ସେଇ ବିଷୟରେ ମଧ୍ୟ ଭିଡ଼ିଓର ଶେଷରେ ଜଣାଇଦେବି। ଆପଣ ଭିଡ଼ିଓଟିକୁ କେବଳ କଣ୍ଟିନ୍ୟୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମୁଁ ଆପଣମାନଙ୍କୁ ସେଇ ଅଠାଟି ଦେଖାଉଛି, ଭଲ ଭାବରେ ଦେଖନ୍ତୁ। ଏହି ଅଠାଟି ହେଉଛି ବବୁଲ ଗଛ ବା କଣ୍ଟା ବାବୁଲି ଗଛର ତାହାରି ଅଠା। କଣ୍ଟା ବାବୁଲି ଗଛ ଆପଣମାନେ ନିହାତି ଦେଖିଥିବେ। ଏହି କଣ୍ଟା ବାବୁଲି ଗଛର ତାହାରି ଉପରେ ଯେଉଁଟାକି ଗଛର ମାନେ ସାଇଡ଼ରେ ଯେଉଁଟାକି ଅଠା ବାହାରିଥାଏ, ସେଇ ଅଠା ଆପଣଙ୍କୁ ସଂଗ୍ରହ କରିବାକୁ ପଡ଼ିବ। ଯଦି ଆପଣମାନେ ସଂଗ୍ରହ କରିପାରୁଛନ୍ତି ତାହେଲେ ବହୁତ ଭଲ କଥା, କାରଣ ଏହି ଅଠା ଯଦି ଆପଣ ସଂଗ୍ରହ କରିବେ ଏବଂ ତାହାକୁ ଶୁଖେଇ ଦେବେ, ଶୁଖିଗଲା ପରେ ତାକୁ ପାଉଡ଼ର କରିବେ ଏବଂ ପ୍ରତିଦିନ 5 ଗ୍ରାମ ଲେଖାଏଁ, ବୁଝିଲେ, 5 ଗ୍ରାମ ଲେଖାଏଁ କ୍ଷୀରରେ ପକାଇବେ ଏବଂ ସେଥିରେ ଯଦି ପାରିବେ ସ୍ୱାଦ ଅନୁସାରେ ମିଶ୍ରି ବି ମିଶାଇ ପାରିବେ ଏବଂ ତାକୁ ସେବନ କରିବେ ରାତ୍ର ସମୟରେ, ତାହେଲେ ଆପଣଙ୍କ ଶରୀରରେ ଘୋଡ଼ା ପରି ତାକତ ହେବ, ଧାତୁ ଆପଣଙ୍କର ଅଠା ପରିକା ମୋଟା ହେବ, ଆପଣଙ୍କ ଶରୀରରେ ଯାହା ବି ଯୌନ ସମସ୍ୟା ଅଛି ସେସବୁ ସମସ୍ୟା ଦୂର ହୋଇଯିବ। ଆଉ ଏହି ଅଠା କେବଳ ସେଇ ଗଛରୁ ହିଁ ସଂଗ୍ରହ ଆପଣ ନିଜେ କରିବାକୁ ପଡ଼ିବ। କୌଣସି ଦୋକାନରେ କିଣିଲେ ବି ଅରିଜିନାଲ ମିଳିବ ନାହିଁ, କୌଣସି ଜାଗାରେ ମିଳିଲେ ମିଳିବ ନାହିଁ, ବୁଝିଲେ, କାରଣ ଏହା ନିଜେ ସଂଗ୍ରହ କଲେ ହିଁ ପାଇପାରିବେ। ଆଉ ଏସବୁ ଜିନିଷ ଆମେ ଆପଣମାନଙ୍କୁ ଦେଇ ବି ପାରିବୁ, କାରଣ ଆମେ ଜଙ୍ଗଲରୁ ସଂଗ୍ରହ କରିକି ଏହି ଅଠାଟି ଆମେ ନିଜେ ଆଣୁଛୁ ଏବଂ ତାକୁ ଆମେ ଲୋକମାନଙ୍କୁ ବି ଦେଉଛୁ। ଯଦି ଆପଣମାନେ ନେବା ପାଇଁ ଚାହୁଁଛନ୍ତି ତାହେଲେ ଆପଣମାନେ ଆମକୁ ଯୋଗାଯୋଗ କରିପାରିବେ ଯଦି ଏହି ଅଠାଟି ଦରକାର ଅଛି ତାହେଲେ। ଆଉ ଯଦି ଦରକାର ନାହିଁ ତାହେଲେ ଆପଣମାନେ ଯୋଗାଯୋଗ କରିବେ ନାହିଁ, କାରଣ ଏହି ଅଠାର ଦାମ ବହୁତ ମାତ୍ରାରେ ରେଟ୍ ତାହାର, କାରଣ ଏହି ଅଠା ସଂଗ୍ରହ କରିବା ବହୁତ ମୁସ୍କିଲ। ଯଦି ଆପଣଙ୍କୁ ଦରକାର ଅଛି ତାହେଲେ ଆମକୁ ଯୋଗାଯୋଗ କରିପାରିବେ। ଆଉ ଗୋଟିଏ କଥା ଜଣାଇ ଦେଉଛି, କେବଳ ଏହା କ୍ଷୀରରେ ହିଁ ବ୍ୟବହାର କରିବେ। ଆଉ ଏହାର ମାତ୍ରା କମ୍ ସେ କମ୍ ଆପଣ 4ରୁ 5 ଗ୍ରାମ ବା ଗୋଟିଏ ଚାମଚକୁ 5 ଗ୍ରାମ ଆସିଯିବ, ତ 5 ଗ୍ରାମ ହିଁ ବ୍ୟବହାର କରିବେ। ରାତ୍ର ସମୟରେ ଖାଇସାରିକି ଆପଣ ଶୋଇବା ପୂର୍ବରୁ ଗୋଟେ ଗ୍ଲାସ କ୍ଷୀରରେ ପକାଇବେ ଗୋଟେ ଚାମଚ ଆଉ ବ୍ୟବହାର କରିବେ। ଯଦି ଆପଣ ଏହିପରି 3 ମାସ ବ୍ୟବହାର କରିଦେବେ ତାହେଲେ ଗ୍ୟାରେଣ୍ଟି ଦେଇକି କହୁଛି ଆପଣମାନଙ୍କ ଶରୀରରେ ଘୋଡ଼ା ପରି ତାକତ ଆସିବାକୁ ଲାଗିବ ଏବଂ ଆପଣ ବହୁତ ସମୟ ଧରି ନିଜ ସ୍ତ୍ରୀ ସହିତ ମିଳନ କରିପାରିବେ। ଆଉ ଯଦି ଆପଣମାନଙ୍କୁ କୌଣସି ପ୍ରକାର ଔଷଧ ଦରକାର ଅଛି, ଆୟୁର୍ବେଦିକ ଔଷଧ, ଯେଉଁଟାକି ଆମେ 128 ପ୍ରକାର ଚେରିମୂଳି ଜଡ଼ିବୁଟିକୁ ନେଇକି ତିଆରି କରୁଛୁ ଡବଲ ଶକ୍ତି ଆୟୁର୍ବେଦିକ ମୋଦକ, ସେଇ ମୋଦକ କେମିତି ଆମେ ପ୍ରସ୍ତୁତ କରୁଛୁ, କେମିତି କ'ଣ କରୁଛୁ ଦେଖାଯାଉଛି ଆପଣଙ୍କ ମୋବାଇଲ ସ୍କ୍ରିନରେ। ଏହିପରି ଆମେ ଗୋଲ କରିକି ଆପଣମାନଙ୍କୁ ଯେଉଁଟାକି 128 ପ୍ରକାର ଜଡ଼ିବୁଟିକୁ ନେଇକି ପାଉଡ଼ର କରିକି ତାହାକୁ ଘିଅ ଆଉ ମହୁ ସାହାଯ୍ୟରେ ଗୋଲ ଆକାରରେ ମୋଦକ ତିଆରି ହେଉଛି।
ଏହି ମୋଦକ ଡବାରେ ଗୋଟିଏ ଡବାରେ 60ଟି ଗୁଲି ରହୁଛି। ଗୋଟିଏ ଦିନକୁ 2ଟି ଗୁଲି, ସକାଳୁ ଗୋଟିଏ ଖାଲି ପେଟରେ, ରାତିରେ ଗୋଟିଏ ଖାଲି ପେଟରେ, ଏହିପରି ଗୋଟିଏ ମାସକୁ ଗୋଟିଏ ଡବା। ଏହିପରି ଆପଣ 3 ମାସ ଯଦି ବ୍ୟବହାର କରିଦେବେ ତାହେଲେ ଆପଣଙ୍କ ଶରୀରରେ ଘୋଡ଼ା ପରି ତାକତ ଆସିବ। ଶରୀରରେ ଆପଣଙ୍କର ଯୌନ ସମସ୍ୟା ଯାହା ଅଛି, ଧାତୁ ପତଳା ଅଛି, ଶୀଘ୍ର ପତନ ହେଉଛି, ଆପଣଙ୍କୁ ଦୁର୍ବଳ ଲାଗୁଛି, ଧାତୁ ଆପଣଙ୍କର ପରିସ୍ରାରେ ପଡ଼ୁଛି, ଝାଡ଼ା ପରିସ୍ରାରେ ଯାଉଛି କିମ୍ବା ସ୍ୱପ୍ନ ଦୋଷ ହେଉଛି, ଆପଣଙ୍କର କମ୍ ବୟସ ହେଇଥିଲେ ମଧ୍ୟ ଆପଣ ଏହାକୁ ବ୍ୟବହାର କରିବେ ତାହେଲେ ଶୀଘ୍ର କାମ ଦେବ। ଯଦି ଆପଣଙ୍କର 50ରୁ ଅଧିକା ହେଇଗଲାଣି ବୟସ ତାହେଲେ ଆପଣ 6 ମାସ ବ୍ୟବହାର କରିବାକୁ ପଡ଼ିବ। ଗୋଟିଏ ମାସକୁ ଆପଣଙ୍କୁ ଗୋଟିଏ ଡବାକୁ 60ଟି ଗୋଲି ରହୁଛି 1500 ଟଙ୍କା। ତ 3 ମାସ ଯଦି ଆପଣଙ୍କର 50 ଭିତରେ ଅଛି ତାହେଲେ 3 ମାସ, ଆଉ 50ରୁ ଅଧିକା ଏଜ୍ ଅଛି ତାହେଲେ ଆପଣମାନେ 6 ମାସ ବ୍ୟବହାର କରିବାକୁ ପଡ଼ିବ। ଗୋଟିଏ ମାସକୁ 1500, 3 ମାସର 4500 ଆଉ 6 ମାସର ଏକାଥରେ ନେବେ ତାହେଲେ ଆପଣଙ୍କୁ ପଡ଼ିବ 9000 ଟଙ୍କା। ଯଦି ଆପଣ ନେବା ପାଇଁ ଚାହୁଁଛନ୍ତି ତାହେଲେ ଆମକୁ ଯୋଗାଯୋଗ କରିପାରିବେ। ଏହା ଆପଣ ଗୋଟେ ଥରେ 3 ମାସର କିମ୍ବା 6 ମାସର ନେବେ ତାହେଲେ ଆପଣଙ୍କର କ୍ୟାସ୍ ଅନ୍ ଡେଲିଭରି ସୁବିଧା ଉପଲବ୍ଧ ଅଛି। ଯେମିତିକି ଆପଣଙ୍କୁ ସାମାନ ପହଞ୍ଚିବ, ପଇସା ଦେଇପାରିବେ, କିନ୍ତୁ କିଛିଟା ଆଡ଼ଭାନ୍ସ କଲେ ହିଁ ଆମେ ପଠଉଛୁ, ଏଇଟା ଜାଣି ରଖନ୍ତୁ। ଯେମିତିକି 4500 ଟଙ୍କା ପଡ଼ୁଛି 3 ମାସର, ତାହେଲେ 2500 ଯାହା ବି ଆଡ଼ଭାନ୍ସ କରିଦେବେ, ଆଉ 2000 ଯାହା ବି ଆପଣଙ୍କର ବାକି ରହିବ ତାହା ଆପଣ ପହଞ୍ଚିଲେ ଦେବେ ପାର୍ସଲଟି। ଯଦି ଆପଣଙ୍କୁ ଦରକାର ଅଛି ଏହି ଆୟୁର୍ବେଦିକ ଗୁଲି ବା ଏହି ଡବଲ ଶକ୍ତି ଆୟୁର୍ବେଦିକ ମୋଦକ ତାହେଲେ ଆପଣମାନେ ଆମକୁ ଯୋଗାଯୋଗ କରନ୍ତୁ। ଧନ୍ୟବାଦ, ନମସ୍କାର।